ମାଲିକ ଜୟ ଜଗନ୍ନାଥ। କାଲି ଗୋଟେ ଡିସ୍କସନ୍ ଚାଲିଥିଲା ମୋର ମୋ ସାଙ୍ଗର, କି କହିଲା ସିଏ, କହିଲା ତମେ ପୁଅ ପିଲାମାନେ କାହା ଉପରେ ବିଶ୍ୱାସ କରିପାର ନା, ମାନେ ତମ ଟ୍ରଷ୍ଟ ଲେବୁଲ ପୁରା ଜିରୋ। ମୁଁ କହିଲି ଟ୍ରଷ୍ଟ ଲେବୁଲ ଜିରୋ, ମୁଁ ତତେ ଗୋଟେ ଏକ୍ସାମ୍ପଲ ଦଉଛି। ଆମେ ଯୋଉ ପୁଅ ପିଲାମାନେ ଦାଢି କାଟିବାକୁ ଯାଉଛୁ, ମାନେ ଦାଢି ଯାହାର ଅଛି ପୁଅ ପିଲାଙ୍କ କଥା କହୁଛି, ସେ ଯେତେବେଳେ ଦାଢି କାଟିବାକୁ ଯାଉଛି, ଯୋଉ ସେଲୁନ କୁ ଯାଉଛି, ସେ ସେଲୁନ ବାଲାକୁ ଆମେ ଯଦି ନୂଆ ସେଲୁନ ବାଲା କତିକି ଯାଉଛୁ, ଆମେ ତାକୁ ଚିହ୍ନିନୁ। ତ ଯେତେବେଳେ ଆମେ ଦାଢି କାଟୁଛୁ, ହଁ ଏବେ ତ ଟ୍ରିମର ପଳେଇଲାଣି, ମାନେ କହୁଛି ବାପାଙ୍କ ଟାଇମ ବେଳ କଥା। ସିଏ ଯେତେବେଳେ ଚୁଟି କାଟିବାକୁ ଯାଆନ୍ତି କି ଦାଢି କାଟିବାକୁ ଯାଆନ୍ତି, ଖୁରରେ ଦାଢିଟା ମରା ହୁଏ, ଟ୍ରିମର ତ ନଥିଲା। ଖୁରରେ ଯେତେବେଳେ ମରା ହୁଏ, ତାପରେ ଏଇ ସେଭିଂ କଲା ବେଳେ ଏଇ ବେକ କତିରେ ତା ଖୁରଟା ଥାଏ। ଖୁରଟା ଯେତେବେଳେ ବେକ କତିରେ ଥାଏ, ଆମେ ଭାଇ ଜାଣିନୁ ତାର ମାଇଣ୍ଡ ସିଚୁଏସନ କେମିତି। ଯଦି ସେ ଘରୁ ଝଗଡା କରିକି ଆସିଥିବ, ମାଡଗୋଳ କରିକି ଆସିଥିବ, କି ତା ମାଇଣ୍ଡ ଟେନସନ ଥିବ, ମାଣ୍ଡୁ ଛାଡିକି ପଳେଇଥିବ, ତା ମାଇଣ୍ଡ କେମିତି ଅଛି ଆମେ ଜାଣିନୁ। କିନ୍ତୁ ଆମେ ବିଶ୍ୱାସ କରିକି ତାକୁ ଆମ ବେକଟାକୁ ତା ହାତରେ ଦେଇଦଉ, କିନ୍ତୁ ହଁ ତୁ ଖୁରରେ ମାର, ଆମେ ତୋର ବିଶ୍ୱାସ ଅଛି, ତୁ ଦାଢିଟା କାଟି ପାରିବୁ। ଯଦି ଆମେ ଗୋଟେ ଅଜଣା ଲୋକ ଉପରେ ଏତେ ବିଶ୍ୱାସ କରିପାରୁଛୁ, ତମେ ଜଣାଶୁଣା ଲୋକ ଉପରେ କାହିଁ ବିଶ୍ୱାସ କରିବୁନୁ? କିନ୍ତୁ ଅଜଣା ଲୋକଟିକି ବିଶ୍ୱାସ ରଖିବ, ଜଣା ଲୋକଟା ଇଏ। ତ କାଲି ଗୋଟେ ଭୁଲ ହେଇଗଲା, ମୁଁ ଦାଢି କାଟିବାକୁ ଯାଇଥିଲି, କେମିତି ସେଲୁନ ବାଲାଟା ମୋ ଦାଢିରେ ଏଇଠି ମାରିଦେଲା, ତ ବ୍ଲଡ ଉପରେ ବ୍ଲଡ ବାହାରିଲା। ତଥାପି ମୁଁ ବିଶ୍ୱାସ ଥିଲି ଇଏ ମତେ ମାରିବନି। ଏତିକି ତ କଥା, ପୁଅ ପିଲାଙ୍କର ବିଶ୍ୱାସ ଶକ୍ତି ଅଛି। ଯଦି ବିଶ୍ୱାସ ନାହିଁ, ଆମ ଉପରେ ବିଶ୍ୱାସ କରି ଦେଖ, ଆମେ ବି ବିଶ୍ୱାସ କରିବୁ।